ପିଲାମାନେ ଆଜି ଆମେ ସଜୀବ ମୁଁ ନିର୍ଜୀବ ବିଷୟରେ ଜାଣିବା। ଯେଉଁମାନଙ୍କର ଜୀବନ ଅଛି ସେମାନେ ସଜୀବ। ସଜୀବ ମାନେ ଦୁଇ ପ୍ରକାର, ପ୍ରାଣୀ ଏବଂ ଉଦ୍ଭିଦ। ସଜୀବ ମାନେ କ'ଣ କ'ଣ କରନ୍ତି ଆସ ଜାଣିବା। ଆମେ ସବୁ ସଜୀବ। ସଜୀବ ମାନେ ଛୋଟରୁ ବଡ଼ ହୁଅନ୍ତି, ନାଚନ୍ତି, ମନ ଇଚ୍ଛା ବୁଲି ପାରନ୍ତି, ଖେଳନ୍ତି, ଖାଆନ୍ତି ଏବଂ ଦେଖ ଏଠି ପିଲାମାନେ କେମିତି ମନ ଇଚ୍ଛା ବୁଲି ପାରୁଛନ୍ତି, ଖେଳୁଛନ୍ତି। ସବୁ ଜଳଚର ପ୍ରାଣୀ ସଜୀବ। ସେମାନେ ଛୋଟରୁ ବଡ଼ ହୁଅନ୍ତି, ଖାଆନ୍ତି, ପାଣି ଭିତରେ ମନ ଇଚ୍ଛା ପହଁରି ପାରନ୍ତି। ସେମାନେ ମଧ୍ୟ ସଜୀବ। ଗାଈ, ଛେଳି, କୁକୁର ଏପରି ସମସ୍ତ ପଶୁ ଛୋଟରୁ ବଡ଼ ହୁଅନ୍ତି, ଖାଆନ୍ତି, ଚଲାବୁଲା କରିପାରନ୍ତି, ନିଶ୍ୱାସ ନିଅନ୍ତି। ଏହିପରି ଭାବରେ ସମସ୍ତ ପଶୁ ମଧ୍ୟ ସଜୀବ। ସମସ୍ତ ପକ୍ଷୀମାନେ ସଜୀବ। ସେମାନେ ମଧ୍ୟ ଛୋଟରୁ ବଡ଼ ହୁଅନ୍ତି, ଖେଳନ୍ତି, ଖାଆନ୍ତି, ମନ ଇଚ୍ଛା ଆକାଶରେ ବୁଲି ପାରନ୍ତି। ପକ୍ଷୀମାନେ ମଧ୍ୟ ସଜୀବ। ସମସ୍ତ ଉଦ୍ଭିଦ ବା ଗଛଲତା ସଜୀବ। ଏମାନେ ଛୋଟରୁ ବଡ଼ ହୁଅନ୍ତି, ଆମ ପରି ନିଶ୍ୱାସ ପ୍ରଶ୍ୱାସ ନିଅନ୍ତି, ଖାଦ୍ୟ ଖାଆନ୍ତି, କିନ୍ତୁ ଏମାନେ ଚାଲି ବୁଲି ପାରନ୍ତି ନାହିଁ। ଗଛଲତା ସମସ୍ତେ ସଜୀବ। ଯେଉଁମାନଙ୍କର ଜୀବନ ନାହିଁ ସେମାନେ ନିର୍ଜୀବ। ଆମ ପରି ସେମାନେ ଖେଳାବୁଲା କରିପାରନ୍ତି ନାହିଁ, ଛୋଟରୁ ବଡ଼ ହୋଇପାରନ୍ତି ନାହିଁ। ଆସ ଜାଣିବା କେଉଁମାନେ ନିର୍ଜୀବ। ତୁମେ ଖେଳୁଥିବା ଖେଳନା ଗୁଡ଼ିକ ଛୋଟରୁ ବଡ଼ ହୁଅନ୍ତି ନାହିଁ କିମ୍ବା ଖାଆନ୍ତି ନାହିଁ କିମ୍ବା ଚଲାବୁଲା କରିପାରନ୍ତି ନାହିଁ। ଏଗୁଡ଼ିକ ସବୁ ନିର୍ଜୀବ। ତାପରେ ଦେଖ ପଥର। ତୁମ ଆଖପାଖରେ ଦେଖୁଥିବା ପଥର ଗୁଡ଼ିକ ମଧ୍ୟ ଚଲାବୁଲା କରିପାରନ୍ତି ନାହିଁ କିମ୍ବା ବଢ଼ନ୍ତି ନାହିଁ, ତେଣୁ ସେଗୁଡ଼ିକ ମଧ୍ୟ ନିର୍ଜୀବ। ତାପରେ ଦେଖ ଖାତା ବହି। ତୁମେ ପଢ଼ୁଥିବା ଖାତା ବହି ନିର୍ଜୀବ, ଖାଆନ୍ତି ନାହିଁ କିମ୍ବା ଖେଳନ୍ତି ନାହିଁ। ଏହିପରି ଆହୁରି ଅନେକ ଜିନିଷ ଅଛି, ସେମାନେ ନିର୍ଜୀବ।